ଏଠାରେ ନରକର ଅର୍ଥ ଆଦର୍ଶଙ୍କୁ ଗ୍ରହଣ କରି ତାଙ୍କର ଅନୁବର୍ତ୍ତୀ ହୋଇ ଚାଲିବା ଓ ବାସ୍ତବରେ ତାଙ୍କ ଇଚ୍ଛା ପୂରଣ କରିବା ଭିତର ଦେଇ ଆସେ ଆତ୍ମସନ୍ତୋଷ, ଆତ୍ମନିୟନ୍ତ୍ରଣ। ଏହାକୁ କୁହାଯାଏ ସାଧନା। କିନ୍ତୁ ଆମେମାନେ ନିଜ ଭଳି ନିଜ ଇଚ୍ଛାରେ ଚାଲିଲେ ପ୍ରବୃତ୍ତି ଗୁଡ଼ିକ ଉପରେ ହାତ ବାଜିଲେ ନାହିଁ, ପ୍ରବୃତ୍ତିର ଦାସ ହୋଇଗଲେ। ତେଣୁ ଜୀବନ୍ତ ଆଦର୍ଶଙ୍କୁ ବାସ୍ତବ ଭାବେ ସେବା ଅନୁସରଣ ଦେଇ ଚାଲିଲେ ଆମେ ବୋଧ, ଜ୍ଞାନ, ପ୍ରେମର ଅଧିକାରୀ ହେଇଥାଉ। ଗୋବିନ୍ଦ ତ ଗୁରୁ ରୂପରେ ଆସିଥାନ୍ତି। ତାଙ୍କୁ ଛାଡ଼ି ଆଉ କେଉଁ ମନଗଢ଼ା ଗୋବିନ୍ଦକୁ ଯଦି ଆମେ ଲୋଡ଼ିବା ତାହେଲେ ସବୁକିଛି ବିଫଳ ହୋଇଯାଏ। ତେଣୁ ଉନ୍ନତି କରିବାକୁ ହେଲେ ଜଣେ ଉନ୍ନତ ବ୍ୟକ୍ତିଙ୍କର ଆବଶ୍ୟକ। ତେଣୁ ତାଙ୍କଠାରେ ସକ୍ରିୟ ଆନତି ଏବଂ ତାଙ୍କୁ ଅନୁସରଣ କରିବା ଭିତରେ ମଣିଷ ସବୁ ଦିଗରେ ଉନ୍ନତ ହୋଇ ଉଠେ। ଯିଏ ତୁମକୁ ସବୁଠୁ ବେଶୀ ଭଲ ପାଆନ୍ତି, ଖାଇବାକୁ ଦିଅନ୍ତି, ପିଇବାକୁ ଦିଅନ୍ତି, ବିପଦରୁ ଉଦ୍ଧାର କରିଥାନ୍ତି, ସମ୍ପଦରେ ସ୍ଥିର ରଖିଥାନ୍ତି, ତୁମର ଦୁଃଖରେ ସେ ଦୁଃଖୀ ହୁଅନ୍ତି, ପୁଣି ଶାନ୍ତି ଦିଅନ୍ତି, ସେହି ମୂର୍ତ୍ତଗୁରୁ ଆଦର୍ଶଙ୍କ ବିନା ଆମମାନଙ୍କର ପ୍ରତ୍ୟେକ ମଣିଷର କୌଣସି ରାସ୍ତାରେ କୌଣସିଥିରେ ସେ ଉନ୍ନତି ହୋଇପାରେ ନାହିଁ। ତେଣୁ ଯାହାର ଜୀବନରେ ମୂର୍ତ୍ତ ନାହିଁ, ଆଦର୍ଶ ନାହିଁ, ତାଙ୍କ ପାଇଁ ପ୍ରେମ ଭକ୍ତି ବୋଲି କିଛି ହିଁ ନଥାଏ। ସେଥିପାଇଁ ଠାକୁରଙ୍କର ଗୋଟେ ବାଣୀ, ବିପାକ ପଥରେ ହାତ ଧରି ଯିଏ ଚାଲିବା କାଇଦା ଶିଖାଇ ଦିଏ ତାଙ୍କୁ ହିଁ ଜାଣିବ, ଗୁରୁ ବୋଲି ଧରିଲେ ତାଙ୍କୁ ଭୟ ନଥାଏ। ଜୟ ଗୁରୁ।